ଭିଜିଲାନ୍ସ ଡିପାର୍ଟମେଣ୍ଟ, କ୍ରାଇମ୍ ବ୍ରାଞ୍ଚ, ସାଧାରଣ ପୋଲିସ ଯଦି କୌଣସି ଜାଗାରେ କିଛି କାମ କରୁଥାନ୍ତି ତାଙ୍କ ଡ୍ୟୁଟି, ଏବଂ ଯଦି ଆପଣ ମୁଁ ଆମରି ଭଳିଆ ଲୋକ ଯାଇ ଯଦି ଖାଲି ପଚାରିଦେବେ ତାଙ୍କୁ କ'ଣ କରୁଛନ୍ତି ଏଠି, ଆପଣମାନେ କାହିଁ ଲୋକଙ୍କୁ ଡାକିକିରି ଏତେ ହଇରାଣ କରୁଛନ୍ତି, ଆପଣଙ୍କୁ କିଏ ମନା କରିଛି ଯେଉଁମାନେ ବେଆଇନ କାମ କରୁଛନ୍ତି ତାକୁ ନ ଧରିବା ପାଇଁ? କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆପଣ ସାଧାରଣ ଲୋକଙ୍କୁ ହାରାସ କରିବେ ଇତ୍ୟାଦି ଇତ୍ୟାଦି। ଯଦି ବିପଦ କଥା କିଏ ପାଟିରୁ ବାହାର କରି କହିଦେଲା ଆଗକୁ ବାହାରିକିରି, ସାଙ୍ଗେ ସାଙ୍ଗେ ପୋଲିସ କ'ଣ କରନ୍ତି? ପୋଲିସ ସାଙ୍ଗେ ସାଙ୍ଗେ ମୂଳ ମକଦ୍ଦମାକୁ ଛାଡ଼ି ଯିଏ ତାଙ୍କୁ ଏଇ ପ୍ରଶ୍ନଟି ଖାଲି ପଚାରି ଦେଇଛି ସେତିକିରେ ତାଙ୍କ ନାଁରେ ପୋଲିସ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ବୋଲି କହି ଅଭିଯୋଗ କରି ଗୋଟେ ମକଦ୍ଦମା ରୁଜୁ ହେଇଯାଏ। ମାନେ ପୋଲିସ ସାଙ୍ଗେ ସାଙ୍ଗେ ଯିଏ ଚୋରି କରିଥିବ ତାଙ୍କୁ ପଛେ ନ ଧରୁ, ଯିଏ ଡକୈତି କରିଥିବ ତାଙ୍କୁ ପଛେ ଛାଡ଼ି ଏଇମାନଙ୍କ ପଛରେ ଆଗେ ଲାଗି ତାଙ୍କୁ ଧରି ଗିରଫ କରି ଜେଲ ହାଜତରେ ପୁରେଇ ଦେବା ପାଇଁ ବେଶୀ ସମୟ ଲାଗିବନି ପୋଲିସ। କିନ୍ତୁ ଏଇ କଥାଟି ଯଦି ନେତା କିଏ କରନ୍ତି, ପୋଲିସ ଟିକେ ଦୁଇଥର ଭାବିବେ କ'ଣ କରିବା କ'ଣ ନାହିଁ, ବିରୋଧୀ ଦଳର କି ଶାସକ ଦଳର ଇତ୍ୟାଦି ଇତ୍ୟାଦି ପୋଲିସ ଭାବି ଶେଷରେ ଯଦି ବିରୋଧୀ ଦଳର ହେଇଥିବେ ତାହେଲେ ତାଙ୍କୁ ପଛେ ଯାହା କିଛି କରିବେ, ଶାସକ ଦଳ ହେଇଥିଲେ ନ ଦେଖିଲା ଭଳିଆ ହେବେ। ଏଇ କାମ ଯଦି ଏଇ କଥା ଯଦି ପଚାରିଥାନ୍ତି କୌଣସି ରାଜ୍ୟର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ତାହେଲେ କ'ଣ ହେବ? ସେଠି ଆଉ କାହାରି କାତ ପାଇବନି। ସେଠି ଶେଷରେ ଆପଣ ନିରୁପାୟ ହେଇ ପୋଲିସ ବା କ୍ରାଇମ୍ ବ୍ରାଞ୍ଚ ବା ଭିଜିଲାନ୍ସ, ସେଇମାନେ ଯେଉଁମାନେ ତଦନ୍ତକାରୀ ସଂସ୍ଥା, ସେମାନେ ନିରୁପାୟ ହେଇ କୋର୍ଟକୁ ଯିବେ। କୋର୍ଟରୁ ଯେ ସାଙ୍ଗେ ସାଙ୍ଗେ 24 ଘଣ୍ଟାରେ ବହୁତ ସମୟରେ ମିଳିଯାଏ, ନ୍ୟାୟ ମିଳିଯାଏ ବା ନିଷ୍ପତ୍ତି କିଛି ଶୁଣାଇ ଦିଆଯାଏ, ତା ତ ଭାବିବା ଭୁଲ। କିନ୍ତୁ ତାଙ୍କର ଆଉ ଅଗତ୍ୟା ଉପାୟ କିଛି ନଥାଇ ସେମାନେ ଯିବେ, କୋର୍ଟକୁ ଯିବେ। ପ୍ରଶ୍ନ ଉଠିବ ଯଦି ଆମ କେସ୍ରେ ଯଦି ଆମେ କୋର୍ଟକୁ ଯାଇଥାନ୍ତୁ ହେଇଥାନ୍ତା, ସମ୍ଭବ ହେଇଥାନ୍ତା? ସିଏ କିନ୍ତୁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ତାଙ୍କ କେସ୍ରେ ହେଇଗଲା। ମୁଁ ଏକଥା କହିବାର କାରଣ ହେଉଛି 2 ଦିନ ହେଲାଣି ଟେଲିଭିଜନ ଖୋଲିବା ମାତ୍ରେ ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ଛାଇ ହେଇକିରି ଅଛନ୍ତି। ସେ କିଏ ନା ଓଡ଼ିଶାର ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ, ତାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଛାଇ ହେଇକିରି ଅଛନ୍ତି ଟେଲିଭିଜନରେ। ଆଉ କିଛି କୌଣସି କାର୍ଯ୍ୟକ୍ରମ ପ୍ରୋଗ୍ରାମ କିଛି ଆଉ ହଉନି। କ'ଣ ସେ କରୁଛନ୍ତି ନା, କାଲି ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ କଲିକତା ସହରରେ ଗୋଟିଏ ଅଫିସ ଉପରେ ଚଢ଼ଉ କରିଥିଲେ। ଏବଂ କେବଳ ସେଇ ଅଫିସରେ ଚଢ଼ଉ ହେଇଥିଲା ତା ନୁହେଁ, ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ପଶ୍ଚିମବଙ୍ଗରେ ଏବଂ ବାହାର ରାଜ୍ୟରେ ମଧ୍ୟ ଏକା ସମୟରେ କେତେ ଗୁଡ଼ିଏ ଜାଗାରେ ଗୋଟିଏ କେସ୍କୁ ଆଧାର କରି ସେମାନେ ରେଡ୍ କରିଥିଲେ, ଯାହା ସବୁବେଳେ କରାଯାଏ। ତାଙ୍କର କ'ଣ କେସ୍ ଅଛି କ'ଣ ନାହିଁ କେହି କିଛି ଜାଣନ୍ତିନି। ସେମାନେ ଆସିକିରି ଯାହା କରିବା କଥା ଗୋଟେ ସଂସ୍ଥାର ତାଙ୍କ ଘରେ ରେଡ୍ କଲେ, ତାଙ୍କ ଅଫିସ ରେଡ୍ କଲେ, ଆଉ ବିଭିନ୍ନ ଜାଗାରେ ତାଙ୍କର ଯାହା ଅଫିସ ଅଛି ତାକୁ ରେଡ୍ କଲେ। ଏଇ ଖବର ମମତା ବାନାର୍ଜୀଙ୍କ ପାଖରେ ଯାଇ ତୁରନ୍ତ ପହଞ୍ଚିଗଲା। ଏହାପରେ ଆପଣ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କୁ ଦେଖିବେ ତାଙ୍କର ଚିରାଚରିତ ଢଙ୍ଗରେ ସେ କିଭଳି ଭାବରେ ରାସ୍ତାକୁ ଆସି କାଲିଠାରୁ ଆଜି ପର୍ଯ୍ୟନ୍ତ ଯାହା ହେଉଛନ୍ତି ତାକୁ ଆପଣ ଦେଖିବେ। ଯାହାକୁ ଅନେକ ସମୟରେ ଖବରକାଗଜରେ କ'ଣ ବାହାରେ ଲେଖା ହେଇଥାଏ, ରାଜନୈତିକ ଡ୍ରାମାବାଜି, ପଲିଟିକାଲ ଡ୍ରାମା, ପଲିଟିକାଲ ଥିଏଟ୍ରିକ୍ସ, ଏମିତି ଶବ୍ଦରେ ସବୁ ସମ୍ବାଦପତ୍ର ଏବଂ ମିଡ଼ିଆରେ ଯାହା କୁହାଯାଏ। କ'ଣ ଘଟଣାଟି ହେଇଛି? ମମତା ବାନାର୍ଜୀଙ୍କର ଅଭିଯୋଗ ଯେ ଯେଉଁ ସଂସ୍ଥା ଉପରେ ଆକ୍ରମଣ କଲେ ସେ ସଂସ୍ଥା ଆମ ଦଳ ପକ୍ଷରୁ ଆମେ ତାଙ୍କୁ ଆଣିଛୁ, ସିଏ ଆମ ସହିତ ଅଛନ୍ତି, ସିଏ ଆମର କ୍ୟାମ୍ପେନ୍ କଥା ହେଉ, ଆମର ପାର୍ଟିର ପଲିଟିକାଲ ଷ୍ଟ୍ରାଟେଜି କଥା ହେଉ, ଆଗକୁ ନିର୍ବାଚନ ଅଛି, ଆମର ପ୍ରାର୍ଥୀ କିଏ ହେବେ, କେଉଁ ଆଧାରରେ ପ୍ରାର୍ଥୀ ଚୟନ ହେବ ଇତ୍ୟାଦି ଇତ୍ୟାଦି, ଆମ ପାର୍ଟି ସମ୍ପର୍କୀୟ ଅନେକ କାଗଜପତ୍ର ସେଇ ସଂସ୍ଥା ସହିତ ଆମେ ତାଙ୍କ ସହିତ ଆଗ୍ରିମେଣ୍ଟ କରିଛୁ, ସେମାନେ ଆମ କଥା ବୁଝୁଛନ୍ତି, ଯାହା ଯେତେବେଳେ ଖବର ଇନଫର୍ମେସନ୍ ମାଗୁଛନ୍ତି ଆମେ ତାଙ୍କୁ ଦେଉଛୁ ଇତ୍ୟାଦି ଇତ୍ୟାଦି। ଇଡି ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ गोटे दुर्नीति कार्यकु इन्वेस्टिगेशन करने जाई प्रकृत में आम पार्टीर जहाँ सब कागज पत्र हाथ चढ़ा हाथ
आम पार्टीर कागजपत्र को सब आने ये गोटे सुचिंतित योजना किंतु एनफोर्समेंट डायरेक्टोरेट जुक्ति आमर आज्ञा टीएमसी तृणमूल कांग्रेस सहित किसी संपर्क नहीं, आमर ममता बानार्जी सरकार सहित किसी संपर्क नहीं। आमे जोटी रेड करिया को जाइतिलु सेथरे तांको सरकार किए अच्छी सीए नहीं हायर करी नहीं सी निर्वाचन कथा बुझे केमती कैंपेन हम केमती प्रार्थी चयन हे इत्यादि इत्यादि आम तो से गुड़ाक तादर किसी आमर मतलब नहीं। ममता बानार्जी किंतु बुझा को नाराज कथा कौन किसी तो सतता मिता ता भितर कौटी अच्छी 2020 मसीह घटनाटीर आरंभ एमती हुए 2020 मसीह एनफोर्समेंट डायरेक्टोरेट ईस्टर्न फील्ड कोल लिमिटेड अधीन आसनसोल किसी बेआईन भाव में कोयला खोली खणिरू ताकू नहीं विभिन्न इंडस्ट्री की बिकिथिबार गोटे अभियोग आसे एवं एनफोर्समेंट डायरेक्टोरेट तापर मकदमा रुजु करी इनक्वारी आरंभ करे। ये इनक्वारी जो चलला ये इनक्वारी चलला परे एनफोर्समेंट डायरेक्टोरेट जन को से गिरफ मध्य कले अनूप माझी नामक जड़े व्यक्ति को गिरफ कले एवं तापर देखागला जे कलिकता सहर रे यही गोटे गैंग जो थी कि अनूप माझी थिले एमाने एठी ऑपरेट करछथि ईस्टर्न कोल फील्ड रो सेठी सब लगेकि लोकों को कोयला बेआईन भाव में खोली विभिन्न इंडस्ट्री की बिकुचंती एवं जहाँ टंका आसुची सेतुरु ये 100,000 टंका नुहे लक्ष नुहे ये हूँ 100 कोटी टंकार कारबार माने एते टंका ये बेआईन खଣି खोलार खଣି जिनस आणिक बिकबार मिले माने ताको शुणिले जड़े काबा हो 200 कोटी 500 कोटी 1000 कोटी ये टंका सब से मैंने आणिक कले कौन कौन करचंती एनफोर्समेंट डायरेक्टोरेट अभियोग जे ये टंका सब आणिक हावला चैनल ले विभिन्न अनुष्ठान को सब देइचंती एवं सेमाने ताकू ब्लैक मनी की व्हाइट करचंती अर्थात कला धन को धड़ा करचंती केमिति ना किए कोटी ताकर इंडस्ट्री लगे देछि आपण सेना एका बेले 1000 कोटी टंका कोटी खर्च करि पकेले का आखि दिसिबो आपण एडे बड़ कारखाना ता भीतर जदि 50 कोटी टंका कोठी लगे देले 100 कोटी टंका कोठी लगे देले कि ताको जानुची कौन करुची भागबंटा हो जाउची तेणु ताको धरिबा कष्ट। एनफोर्समेंट डायरेक्टोरेट तदंत करी 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 ता भीतर एतिकी बाट जाके पहुँचले जे हावला चैनल ले जहाँ सब टंका आसला ताकू पठेई करी कला धन को धड़ा करचंती। हावला चैनल कौन हावला चैनल आम अनेक लोक बुझीपार न हावला चैनल हूँ ये गोटे संपूर्ण लुकायित भाव में ये गोटे चैनल ऑपरेट करे जो थे आपण जोठी कहे टंका पठेवाई एथे टंका देदेले सी जाए से जगह पहुँचेदेवे ये गोटे विश्वास चले हावला चैनल आपणकर क्या दबार अच्छी 10 कोटी टंका कुआड़े एत टंका नहीं केमती कुआड़े जीवे हावला चैनल लोक अच्छा तांको आपण जोगाजोग कले 10 कोटी टंका सीधा धरेदेवे अन्य जगह जोठी जहाँ को दबार थी सेठी नहीं देदेवे सी देदेवे सी किसी खाई बाटर किसी खाई से विश्वास चलती।